श्रद्धावान् लभते ज्ञानम् तत्परं संयतेन्द्रिया ज्ञानलब्धा परं शान्ति धीरेणाधिगच्छति। हे श्रद्धाळु आत्मप्रेमी श्रोतृवृंद, ଏଇ ଶ୍ଳୋକଟି ଗୀତାରୁ ଆସିଛି। ସଦ୍ଗୁରୁ ଯେମିତି କହିଛନ୍ତି, ଜ୍ଞାନରେ ହିଁ ଶକ୍ତି ଅଛି, ଆତ୍ମଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ। ଶ୍ରଦ୍ଧା ଓ ବିଶ୍ୱାସ ଫଳରେ ଆତ୍ମଜ୍ଞାନ ଲାଭ ହୋଇଥାଏ। ସେହିପରି ଗୀତା ମଧ୍ୟ କହୁଛନ୍ତି ଯେ ଶ୍ରଦ୍ଧାବାନ ବ୍ୟକ୍ତି ହିଁ ଜ୍ଞାନ ଲାଭ କରିଥାଏ। ଜ୍ଞାନ ଲାଭ ଦ୍ୱାରା ଶାନ୍ତି ଆସେ। ମନର ଯେଉଁ ପରମ ଶାନ୍ତି ପ୍ରାପ୍ତ କରିବା ପାଇଁ ମନୁଷ୍ୟ ଚାହୁଁଛି, ସେ ଜ୍ଞାନରୁ ହିଁ ପାଇଥାଏ। ଆମେ ଦେଖୁଛେ ପ୍ରତ୍ୟେକ ଲୋକ ସୁଖ ଶାନ୍ତି ଆନନ୍ଦକୁ ବାହାରେ ଖୋଜିବାରେ ବ୍ୟସ୍ତ। ସଂସାର ବଜାରରେ ସୁଖ ଶାନ୍ତି ଆନନ୍ଦ କେଉଁଠୁ ଆସିବ? ସମ୍ପୂର୍ଣ୍ଣ ଅଜ୍ଞାନତା। ଯାହା ବିଦ୍ୟମାନ ନୁହେଁ ତାକୁ ବିଦ୍ୟମାନ ବୋଲି ଭାବି ତାହାଠାରୁ ସୁଖ ଇଚ୍ଛା କରିବା ନିହାତି ଅଜ୍ଞାନତା। ପୁଣି ମନୁଷ୍ୟ ଭାବୁଛି, ମୁଁ ମୋର ଇନ୍ଦ୍ରିୟମାନଙ୍କ ଠାରୁ ସୁଖ ପାଇବି, ମୁଁ ମୋର ଶରୀର ଠାରୁ ସୁଖ ପାଇବି, ମୁଁ ମୋର ବନ୍ଧୁବାନ୍ଧବ ପତି ପତ୍ନୀଠାରୁ, ପତ୍ନୀ ପୁତ୍ରଠାରୁ ପୂର୍ଣ୍ଣ ଭାବରେ ସୁଖ ପାଇବାର ଆଶା ବନ୍ଧନ ପ୍ରାପ୍ତ କରାଉଛି। ଯାହା ଯାହାଠାରେ ଥାଏ ସେ ଦାନ କରେ। ଯଦି ଆମଠାରେ ଶ୍ରଦ୍ଧା ଥାଏ ତ ଆମେ ଜ୍ଞାନ ଲାଭ କରିପାରିବା। ସଦ୍ଗୁରୁଙ୍କର ଜ୍ଞାନ ଅନ୍ଧକାରକୁ ଦୂର କରିବାର ଜ୍ଞାନ। ଯେମିତି ହାତରେ ଗୋଟିଏ ଟର୍ଚ୍ଚ ଲାଇଟ୍ ଥିଲେ ମନୁଷ୍ୟ ବହୁ ଦୂର ଯାଇପାରେ। ଅନ୍ଧକାର ଦୂର କରି ସେଇ ଲାଇଟ୍ ଆମକୁ ଅଧିକରୁ ଅଧିକ ରାସ୍ତା ଦେଖାଇଥାଏ। ସେମିତି ସଦ୍ଗୁରୁ ଏ ଜ୍ଞାନର ଆଲୋକ ଆମକୁ ପ୍ରଦାନ କରୁଛନ୍ତି। ଅବିଦ୍ୟମାନ ସଂସାର ବା ଅସତ୍ୟ ସଂସାର ଜାଣିବା ପାଇଁ ଆମେ ଗତଥର ଆଲୋଚନା କରିଥିଲେ ଯେ ସଂସାରର ଅସତ୍ୟତା। ରଜ୍ଜୁ ଯଥା ସର୍ପ ଭ୍ରମ। ଯେଉଁ ଦଉଡ଼ିର ଉପସ୍ଥିତିରେ ଆମେ ସର୍ପର ଉପସ୍ଥିତିକୁ ଅନୁଭବ କରୁଛେ, ସେଇ ଦଉଡ଼ି ହିଁ ଅଭିନ୍ନ ନିମିତ୍ତ ଉପାଦାନ। କାରଣ କାହିଁକି ନା ଯଦି ସେଇଠାରେ ଦଉଡ଼ି ନଥାନ୍ତା ତେବେ ଆମକୁ ସର୍ପର ଭ୍ରମ ସୃଷ୍ଟି ହୋଇନଥାନ୍ତା ଆମ ମନରେ। ନ ତସ୍ୟ କାର୍ଯ୍ୟ କାରଣଂ ଚ ବିଦ୍ୟତେ ନ ତ ସମ ଚାପ୍ୟଧିକଶ୍ଚ ଦୃଶ୍ୟତେ। ସଂସାରର କିଛି କାର୍ଯ୍ୟ ବା କାରଣ ନଥିବାରୁ ନା ତା ସମାନ କେହି ନା ତାଠାରୁ ଅଧିକ। ସଂସାରର ଅସତ୍ୟତା ଏଇ କାର୍ଯ୍ୟ ବା କାରଣ କିଛି ନାହିଁ। ସଂସାର ଅସତ୍ୟ ହୋଇଥିବାରୁ ତାହାର କାର୍ଯ୍ୟ ଆଉ କାରଣ କିଛି ନାହିଁ। ଯାହା ଆମେ ପୂର୍ବରୁ ଆଲୋଚନା କରୁଥିଲେ ଯେ ପ୍ରତ୍ୟେକ କାର୍ଯ୍ୟର କାରଣ ଥାଏ। ସଦ୍ଗୁରୁ ଏଠି ଉପସ୍ଥାପନା କଲେ ଯେ ସଂସାର ତ ନାହିଁ, କାର୍ଯ୍ୟ ଆସିବ କେଉଁଠୁ, କାରଣ ଆସିବ କେଉଁଠୁ? ଈଶାବାସ୍ୟମିଦଂ ସର୍ବ ଯତ୍କିଞ୍ଚିତ୍ ଜଗତ୍ୟା ଜଗତ୍ ତେନ ତ୍ୟକ୍ତ ନ ଭୁଞ୍ଜିଥା ମା ଗୃଧ କସ୍ୟଧି ଶୋଧିନମ୍। ଏହାର ଭାବାର୍ଥ ହେଉଛି ଏଠି
ଜଗତ୍ୟା ଜଗତ୍ ଦୁଇଟି ଜଗତ୍, ଗୋଟିଏ ସଂସାର ଅନ୍ୟଟି ଶରୀର। ଏ ଶରୀର ଦ୍ୱାରା ସଂସାର ପ୍ରତୀତ ହେଉଛି। ଯେମିତି ଆମେ ଗୋଟିଏ ପାଣି କୁଣ୍ଡରେ ଚନ୍ଦ୍ରମାର ପ୍ରତିବିମ୍ବ ଦେଖୁଛେ। ପାଣି କୁଣ୍ଡରେ ପ୍ରକୃତରେ ଚନ୍ଦ୍ରମାର କ'ଣ ପାଣିକୁଣ୍ଡ ଭିତରେ ଥିବା ଚନ୍ଦ୍ରମା ସତ୍ୟ? ଆକାଶରେ ଯଦି ଚନ୍ଦ୍ରମା ନଥାନ୍ତା ପ୍ରତିବିମ୍ବ କେଉଁଠୁ ଆସନ୍ତା? ପାଣିକୁଣ୍ଡ ଯଦି ନଥାନ୍ତା ପ୍ରତିବିମ୍ବ କେଉଁଠୁ ଆସନ୍ତା? ପିଣ୍ଡ ବ୍ରହ୍ମାଣ୍ଡ ଏକମତେ ବୋଲନ୍ତି ସୁଜ୍ଞାନୀ ପଣ୍ଡିତେ। ଏ ଭଗବତ କହୁଛନ୍ତି, ଯାହା ପିଣ୍ଡରେ ଅଛି ତାହା ବ୍ରହ୍ମାଣ୍ଡରେ ଅଛି। ସେ ପଞ୍ଚମହାଭୂତ, ଏ ପଞ୍ଚଭୂତ, ଏହି ପଞ୍ଚଭୂତ ଭିତରେ ସେଇ ଐଶ୍ୱର୍ଯ୍ୟମାନ ଈଶ୍ୱର ବିଦ୍ୟମାନ ଅଛନ୍ତି। ତେଣୁ ଏହି ପିଣ୍ଡ ରୂପୀ ବ୍ରହ୍ମାଣ୍ଡରେ ଯେଉଁ ଈଶ୍ୱର ଅଛନ୍ତି, ସେଇ ସତ୍ୟ ସେଇ ଶରୀର ଭିତରେ ଲୁଚିଥିବାରୁ ଆମକୁ ସଂସାର ପ୍ରତୀତ ହେଉଛି। ଜ୍ଞାନକୁ ଭୁଲିଯାଇ ସ୍ୱାବଲମ୍ବୀ ନ ହୋଇ ଆମେ ପରାବଲମ୍ବୀ ହୋଇଛେ। ଐଶ୍ୱର୍ଯ୍ୟମାନ ଈଶ୍ୱର ହୋଇ ଭିକାରୀ ସାଜିଛେ। ଆତ୍ମବିଶ୍ୱାସ ହରାଇ ଦୁର୍ବଳ ନିରାଶ ନିଷ୍କର୍ମଣ୍ୟ ହୋଇଛେ। ଏକମେବ ଅଦ୍ୱିତୀୟ, ସେହି ଏକ ବ୍ରହ୍ମ, ସେହି ଆତ୍ମା, ଯାହା ଆମ ଭିତରେ ହିଁ ବିଦ୍ୟମାନ। ସୃଷ୍ଟି ସ୍ଥିତି ବିଲୟ ଯାହାଠାରେ ସମ୍ଭବ, ସେ ହିଁ ବ୍ରହ୍ମ। ଜୀବର ମସ୍ତିଷ୍କର କୋଣ ଅନୁକୋଣରେ ସର୍ବଜ୍ଞତା ପୂର୍ଣ୍ଣ ହୋଇ ରହିଥାଏ, ତ ବ୍ରହ୍ମ ହିଁ ସର୍ବଜ୍ଞ, ଈଶ୍ୱର, ସର୍ବବ୍ୟାପକ। ତେବେ ସଂସାର ଆଉ ଶରୀର ଏ କେବଳ ବ୍ରହ୍ମ ପାଇଁ ବିଦ୍ୟମାନ। ବ୍ରହ୍ମ ଥିବାରୁ ଏ ସଂସାରକୁ ଆମେ ଜାଣିପାରୁଛେ। ତେବେ ଆମେ ଏଇ ଯୋଗ ବଶିଷ୍ଠରୁ ଯେମିତି ନିଅନ୍ତି, କ'ଣ କହୁଛନ୍ତି ବଶିଷ୍ଠ ଶ୍ରୀରାମଙ୍କୁ ଆମେ ଜାଣିବା ଏ ବିଷୟରେ। ଅହଂ ରୁଚିତାକ୍ଷରୁଚି ଚିତ୍ତରୁ ସଂସାର ପ୍ରପଞ୍ଚ ମାୟା ଭାସୁଛି ଆଗର। ଅହଂ ରୁଚିତାକ୍ଷରୁଚି ଚିତ୍ତରୁ ସଂସାର ପ୍ରପଞ୍ଚ ମାୟା ଭାସୁଛି ଆଗର। ରାଜା ରାମ ଗୁଣକୁ ନିର୍ଗୁଣେ କର ସମ। ରାଜା ରାମ ଗୁଣକୁ ନିର୍ଗୁଣେ କର ସମ। ନିତ୍ୟ ନିତ୍ୟ ଭାବରେ ସଂସାର ଭାସୁଛି, ଯେବେ ଅନ୍ତର୍ମୁଖୀ ହୋଇ ଆଉ ନ ଦିଶୁଛି। ନିତ୍ୟ ନିତ୍ୟ ଭାବରେ ସଂସାର ଭାସୁଛି, ଯେବେ ଅନ୍ତର୍ମୁଖୀ ହୋଇ ଆଉ ନ ଦିଶୁଛି। ରଘୁବୀର ପ୍ରାଣ ସମାଧିରେ ଅନୁସର। ଏ ଶରୀର ଭିତରେ ଆତ୍ମ ବ୍ରହ୍ମଙ୍କର ଅବସ୍ଥାନ ହେତୁ ଏ ସଂସାର ଭାସୁଛି। ତେଣୁ ସଦ୍ଗୁରୁଙ୍କର ସେଇ ସତ୍ଜ୍ଞାନକୁ ଆମେ ଆଲୋଚନା କରିଲେ କି ପ୍ରକୃତରେ ସଂସାର ସତ୍ୟ, ଆମର ଆତ୍ମା ହିଁ ସତ୍ୟ। ସାଧନ ସ୍ୱାଧ୍ୟାୟ ଆଉ ସତ୍ସଙ୍ଗ ଫଳରେ ଆମେ ଆତ୍ମସ୍ଥ ହୋଇ ଅନ୍ତର୍ମୁଖୀ ହୋଇ
ଅନ୍ତର୍ଜଗତକୁ ଯାତ୍ରା କଲେ ଆମେ ପ୍ରକୃତ ସତ୍ୟ କେଉଁଠାରେ ବିଦ୍ୟମାନ ଉପଲବ୍ଧି କରିପାରିବା। ତେବେ ଆସନ୍ତୁ ସଦ୍ଗୁରୁଙ୍କର ସେହି ସତ୍ୟ ଜ୍ଞାନକୁ ଆପଣେଇ ନେବା। ଏଇଠାରେ ଆଜିର ସତ୍ସଙ୍ଗକୁ ରଖିବା। ସମସ୍ତେ ସତ୍ସଙ୍ଗ ସ୍ୱାଧ୍ୟାୟ ସାଧନ କରି ନିଜେ ଜୀବନ ମୁକ୍ତିର ମାର୍ଗ ବାଛି ନେବା। ସପ୍ରେ ଜୟ ଜୀ ଜୟ ଜୀ।